ଆପଣ ଯଦି ଗୋଟେ କୁକୁରକୁ ଆଣିକି ପାଖରେ ରଖିବେ, ତାକୁ ଖାଇବାକୁ ଦେବେ, ପିଇବାକୁ ଦେବେ, ତାର ଯତ୍ନ ନେବେ, କିଛି ଦିନ ଗଲା ପରେ ତାକୁ ଯଦି ଆପଣ ଗାଳି କରିକି ବହୁତ ଦୂରରେ ବି ଛାଡ଼ି ଦେଇକି ଆସିବେ, ସେ ଖୋଜି ଖୋଜି ଆପଣଙ୍କ ଘର ପାଖକୁ ପଳେଇ ଆସିବ। ଠିକ୍ ସେମିତି ଯଦି ଆପଣ ଗୋଟେ ବିଲେଇକୁ ବି ମଧ୍ୟ ସେମିତି ଯତ୍ନର ସହିତ ରଖିବେ, ସବୁଦିନ ତାକୁ କ୍ଷୀର ଖାଇବା ପାଇଁ ଦେବେ, ତାକୁ ବି ଯଦି ଆପଣ ଗାଳି କରିକି କେଉଁଠି ବାହାରେ ଛାଡ଼ି ଦେଇ ଆସିବେ, ସେ ବି ବୁଲି ବୁଲି ଆପଣଙ୍କ ଘର ପାଖକୁ ଆସିବ। ଆପଣ ଗୋଟେ କଥା ଜାଣିଥିବେ, ଘୋଡ଼ା ଯେତେବେଳେ ତାର ମାଲିକର ଦୁଃଖ ଦେଖେ, ସେ ନିଜେ କାନ୍ଦି ପକାଏ। ଯଦି ଗୋଟେ ପଶୁ ହେଇକି ସେ ସବୁ ଜିନିଷକୁ ଫିଲ୍ କରିପାରୁଛନ୍ତି, ତାଙ୍କ ଭିତରେ ଲୟାଲିଟି ଅନେଷ୍ଟି ଅଛି, ତ ଆଜିକାଲି ଲୋକମାନେ ଏତେ ବେସରମ କେମିତି ହେଇଯାଉଛନ୍ତି? ତାଙ୍କୁ ଆପଣ ଯେତେ ବି ଭଲ ପାଇବା ଦିଅନ୍ତୁ, ଯେତେ ବି ଆପଣଙ୍କୁ ଲୟାଲିଟି ଅନେଷ୍ଟି ଦିଅନ୍ତୁ, ଶେଷରେ ଯେତେବେଳେ ଆପଣଙ୍କୁ ସେ ଛାଡ଼ିକି ଯିବେ, ସେ ଟିକେ ବି ଭାବିବେନି ଯେ ଆପଣ ତାଙ୍କ ପାଇଁ କ'ଣ କରିଛନ୍ତି ବୋଲି। ତ ଆଜିର ସମାଜରେ ଲୋକମାନେ ପଶୁଠାରୁ ବି ବହୁତ ହୀନ। ତ ଆପଣମାନେ ଥରେ ଏ କଥାକୁ ଚିନ୍ତା କରନ୍ତୁ, ଭାବିକି ଦେଖନ୍ତୁ ମୁଁ ଠିକ୍ କହୁଛି ୟା ଭୁଲ। ଆପଣ ନିଶ୍ଚୟ ଆପଣଙ୍କର ମତାମତ କମେଣ୍ଟ ବକ୍ସରେ ଜଣାନ୍ତୁ।